ରାଧା ଗୋବିନ୍ଦ ବିମାନରେ ଝୁଲି ଝୁଲି ସାହି ପରିକ୍ରମା କରି ଭୋଗ ଖାଉଛନ୍ତି। ଢେଙ୍କାନାଳ ଜିଲ୍ଲା ଓ ଡାପୁଡା ବ୍ଲକ କଣ୍ଟାବଣିଆ ଥାନା କମଳାଙ୍ଗ ଗ୍ରାମପଞ୍ଚାୟତରେ ପୂଜା ପାଉଛନ୍ତି ଦୋଳ ବିମାନରେ ରାଧାକୃଷ୍ଣ। ଋତୁରାଜ ବସନ୍ତର ଆଗମନରେ ଫୁଲେଇ ଫଗୁଣ ଧରା ପୃଷ୍ଠକୁ ଅବତରଣ କରିଛି। ସବୁଜ ଗଛପତ୍ର ସହିତ ଶିମିଳି ଫୁଲର ନାଲି ଓଢ଼ଣୀରେ ସଜେଇ ହୋଇଛି ପ୍ରକୃତି ରାଣୀ। ପ୍ରକୃତିକୁ ସ୍ୱାଗତ କରିବା ପାଇଁ ଫଗୁଣ ନେଇ ଆସିଛି ରଙ୍ଗର ପର୍ବ ଦୋଳଯାତ୍ରା ଓ ହୋଲି। ବିମାନରେ ବସିଛନ୍ତି ଶ୍ରୀରାଧା ଓ ଶ୍ରୀକୃଷ୍ଣ। ଘରକୁ ଘର ବୁଲୁଛନ୍ତି ଠାକୁର ଓ ଭକ୍ତଙ୍କ ହାତକୁ ଭୋଗ ଖାଇ ଗାଁ ଓ ସାହି ପରିକ୍ରମା କରୁଛନ୍ତି। ଫଗୁ ଦଶମୀ ଠାରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ପ୍ରତି ସାହିରେ ଜଗନ୍ନାଥ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିର ତରଫରୁ ଦୋଳ ବିମାନ ବୁଲିବା ସହ ପୂଜା ପାଉଛନ୍ତି। କିଏ ଫଗୁ ରଙ୍ଗରେ ରଙ୍ଗୀନ ହୋଇଛି ତ ଆଉ କିଏ ପ୍ରସାଦ ବାଣ୍ଟି ପୁଣ୍ୟ ଅର୍ଜନ କରୁଛି। ଗାଁ ଗାଁରେ ସମସ୍ତେ ଶ୍ରୀରାଧା ଶ୍ରୀକୃଷ୍ଣଙ୍କ ଭକ୍ତି ରସରେ ବୁଡ଼ି ଯାଇଛନ୍ତି। ପରମ୍ପରା ମୁତାବକ ଭୋଗ ପରେ ବିମାନରେ ବସି ଭକ୍ତକୁ ଦର୍ଶନ ଦେଉଛନ୍ତି ରାଧା ମାଧବ। ବର୍ଷକ ପରେ ମନ୍ଦିରରୁ ବାହାର ପ୍ରାଙ୍ଗଣକୁ ବାହାରି ଭକ୍ତଙ୍କ ପାଖକୁ ଆସିଛନ୍ତି ଠାକୁର। ଭକ୍ତ ପରିବାର ପକ୍ଷରୁ ପଇଡିଆ ଉକୁଡ଼ା ପ୍ରଭୃତି ଠାକୁରଙ୍କୁ ଭୋଗ ଅର୍ପଣ କରାଯାଇଥାଏ। ଆଉ ଏହି ମହାମିଳନ ପର୍ବରେ ଭକ୍ତ ଆଉ ଭଗବାନ ଏକାକାର ହୋଇଯାଇଛନ୍ତି। ଦୋଳ ଓ ହୋଲି ପାଇଁ ସମଗ୍ର ଅଞ୍ଚଳ ଏବେ ଚଳଚଞ୍ଚଳ ହୋଇଉଠିଛି। ଭାଇଚାରା ବାର୍ତ୍ତା ନେଇ ଗୋଷ୍ଠୀ ଗୋଷ୍ଠୀ ବା ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଏହି ପର୍ବ ଗ୍ରାମର ପିଲା ଠାରୁ ବୁଢ଼ା ଯାଏଁ ସଭିଙ୍କ ମନରେ ଭରି ଦେଇଛି ଆନନ୍ଦ ଉଲ୍ଲାସ। ପ୍ରତି ଗାଁ ଗାଁରେ ନାମ ଯଜ୍ଞ ଘୃତ ଯଜ୍ଞ ଅନ୍ନ ଯଜ୍ଞ ଆୟୋଜିତ ହୋଇ ସମଗ୍ର ଅଞ୍ଚଳ ଉତ୍ସବ ପରିବେଶ ଲାଗି ରହିଥାଏ। ହରିବୋଲ ହୁଳହୁଳି ଶଙ୍ଖନାଦ ଭଜନ କୀର୍ତ୍ତନରେ ଗାନା ଦାଣ୍ଡ ଉଛୁଳି ପଡ଼ୁଥିବା ବେଳେ ଦୋଳ ବିମାନକୁ କାନ୍ଧେଇ ଗାଁ ଗାଁ ବୁଲି ଦୋଳ ବିମାନ ପୂଜା ସହ ଦୋଳ ଉତ୍ସବ ପାଇଁ ସବୁ ଗାଁ ଏବେ ଉତ୍ସବମୁଖର ହୋଇଉଠିଛି। ଢେଙ୍କାନାଳ ଜିଲ୍ଲାରୁ ଅନନ୍ତ ମହାପାତ୍ରଙ୍କର ରିପୋର୍ଟ ଖବର ତରଙ୍ଗ।